ମୁଁ କହିଥିଲି ସେତେବେଳେ ମୁଁ ଅଭିମନ୍ୟୁ ନୁହଁ ଅର୍ଜୁନ। ତେଣୁକରି ଅର୍ଜୁନ କେତେବେଳେ ହାର ମାନିବନି, ଯାହା ହେଲେ ବି କରିକି ଦେଖେଇବ। ତ ମୁଁ କରିକି ଲାଗିଛି ଆଉ ଲଢେଇ ଲାଗିଛି। ଧୁରନ୍ଧର ପରେ ଲଢେଇଟିକୁ ଦେଖନ୍ତୁ ଆପଣ, କଣ ଭାଇଲେନ୍ସ ଥିଲା ସେଟା ଆମେ ତ କହିପାରିବୁନି, ସେଟା ସିବିଏଫସିଙ୍କର କଥା। ସେ କୋଉଠି ଦେଖିଲେ ଅଧିକା କୋଉଠି ଦେଖିଲେ କମ ମୁଁ କହିପାରିବିନି, କିନ୍ତୁ ଲୋକମାନେ ଦେଖିଲେ ଜାଣିବେ ଯେ କୋଉଠି ଅଧିକା କୋଉଠି କମ ହେଇଛି, ଯେ ଆମର ବମ୍ବେ ଗଲା କି ଏହା ହେଇଥିବ ଯେ ଲୋହିତାକ୍ଷ ତ ବମ୍ବେରେ ତାର କ୍ୟାରିୟର ବନଉଥିଲା, ତ ସିଏ ବମ୍ବେ ନ ଗଲେ ସାର୍ଟିଫିକେଟ ଆସିବନି ବୋଲି ହେଇଥିବ। ଭଗବାନ ଟିକେ କଣ ଦେବି ଲଢେଇ ପିକ୍ଚର ଯେତେବେଳେ ସେନ୍ସରର ଇଏରେ ରହିଥିଲା ସେତେବେଳେ ଗୋଟେ ଝଟକା ପହଞ୍ଚିଥିଲା। ଲଢେଇ ସବୁ ଟାଇମରେ ଗୋଟେ ଝଟକା ଦେଇ ଦେଇ ଚାଲିଛି। ଆଉ ବର୍ତ୍ତମାନ ତ ମୁଁ କହିବି ଯେ ବର୍ତ୍ତମାନ ପୁରା ଗୋଟେ ବାଘ ଯେମିତି ଗୋଟେ କନ୍ଦି ଭିତରେ ପଶିକିରି ବାହାରେ ତାର ସବୁତକ ପଳେଇଛି, କେବଳ ଲାଙ୍ଗୁଡ଼ଟି ବାକି ଅଛି। ତ ଲୋକମାନେ ସେଇ ଲାଙ୍ଗୁଡ଼ଟା ହିଁ ଇମ୍ପୋର୍ଟାଣ୍ଟ। କାହିଁକି ଲୋକମାନେ ଯେତେବେଳେ ଯାଏଁ ଦେଖିକିରି ଲଢ଼େଇକୁ ଆପ୍ରିସିଏଟ୍ ନ କରିଛନ୍ତି, ଲଢ଼େଇ ତାର ସକ୍ସେସ୍ ହେଇନି ବୋଲି ଆମେ ଜାଣିଛୁ। କିନ୍ତୁ ଏହା ଯେ ଆମର ପ୍ରୟାସ ହଉ କି ଭଗବାନଙ୍କ ପ୍ରୟାସ ହଉ, ସେ ଚାହିଁଲେନି ସେତେବେଳେ ରିଲିଜ୍ କରିବା ପାଇଁ, 31 ଡିସେମ୍ବରରେ ରିଲିଜ୍ କରିବା ପାଇଁ ଚାହିଁଲେ, ସେଟା ତ ଆମେ ବି କେବେ ଜାଣିନଥିଲୁ। ସେ ଡେଟ୍ ବି କୋଉଠୁ ବାହାରିଲା କ'ଣ ହେଲା ଆମେ କିଛି ଜାଣିନୁ 31 ଡିସେମ୍ବରରେ ରିଲିଜ୍ କରିବା ପାଇଁ। ତ 31 ଡିସେମ୍ବରରେ ବୋଧେ ଲଢ଼େଇ ପୁଣି ଆଉ ଗୋଟେ ନୂଆ ଇଏରେ ପହଞ୍ଚିଲା ଯେ ଫାର୍ଷ୍ଟ ଟାଇମ୍ ଓଡ଼ିଆ ପିକ୍ଚର ବୋଧେ, ମୁଁ ତ ଏତେ ଜାଣିନି, ଫାର୍ଷ୍ଟ ଟାଇମ୍ ପୁରୁଣା ବର୍ଷରେ ଲଢ଼େଇ ଷ୍ଟାର୍ଟ ହେଉଛି, ପୁଣି ନୂଆ ବର୍ଷରେ ତାର ଲୋକମାନେ ଦେଖିବେ। କେମିତିଆ କ'ଣ ତାଙ୍କର ପ୍ରତିକ୍ରିୟା ଆମ ଉପରେ ରହିବ, ସେଇଟା ପାଇଁ ବର୍ତ୍ତମାନ ଆମର ଅପେକ୍ଷା। ଲଢ଼େଇ ପାଇଁ ଯୋଉ ଲଢ଼େଇ ଜାରି ରହିଥିଲା, ଆପଣ ଶେଷରେ ଫାଇନାଲରେ ଜିତିଲେ। ମୁଁ କହିଥିଲି ସେତେବେଳେ ମୁଁ ଅଭିମନ୍ୟୁ ନୁହଁ ଅର୍ଜୁନ। ତେଣୁକରି ଅର୍ଜୁନ କେତେବେଳେ ହାର ମାନିବନି, ଯାହା ହେଲେ ବି କରିକି ଦେଖେଇବ। ତ ମୁଁ କରିକି ଦେଖେଇବି। ସାର୍ ଓଡ଼ିଆ ସିନେମା ଜଗତର ପ୍ରଥମ ସିନେମା, ଏହି ସିନେମାକୁ ଦୁଇ ଥର ସେନ୍ସର ବୋର୍ଡ ଅନୁମତି ଦେଲାନି। ନାଇଁ, ଦୁଇ ଥର ଏଇଟା ନୁହଁ, ଆମର ସେନ୍ସର ବୋର୍ଡ ଗୋଟିଏ ଥରରେ ହିଁ ଏଠି ଅନୁମତି ନ ଦେଇକରି ବମ୍ବେ ପଠେଇଦେଲା। ତ ବମ୍ବେରେ ହିଁ କିଛି ସ୍କଟ୍ସରେ ଆମର ସାଙ୍ଗେ ସାଙ୍ଗେ ରିଭ୍ୟୁ କରି ସମସ୍ତେ ମୋତେ ଗୋଟେ କହିଲେ, କାରଣ ମୋର ତ ଯେହେତୁ ଜ୍ଞାନ ନାହିଁ ଏ ବିଷୟରେ, ତ ସମସ୍ତେ କହିଲେ ଯେ ନାଇଁ ପିକ୍ଚରଟି 8-9 ମାସ ଆହୁରି ଲାଗିଯିବ, କାହିଁକି ନା ବମ୍ବେ ଗଲା ମାନେ ଆଉ ଇଏ ଆସିବନି। ତ ଏନିୱେଜ୍ ମୁଁ ତାକୁ ଟ୍ରାଏ କଲି 1 ୱିକ୍ ଭିତରେ ବି, ମାନେ ଅଫିସିଆଲ ଡେଜ୍ ଯୋଉଟା କହନ୍ତି 1 ୱିକ୍ ଭିତରେ ଆମକୁ ସେ ଲଢ଼େଇର ପରମିଶନ ଏ ସାର୍ଟିଫିକେଟ୍ ହିଁ ଦେଇଥିଲେ, କିଛିଟା କଟ୍ସ ନେଇକରି, ଯୋଉଟା କି ବିଶେଷ କିଛି ସେତେ ଇମ୍ପାକ୍ଟ ନାହିଁ ସେ କଟ୍ସ ଉପରେ। ଏନିୱେଜ୍ वी हैव सक्सीडेड फॉर दैट। ଆଜ୍ଞା ଆଜ୍ଞା ଦେଖନ୍ତୁ, ଆପଣ ଏଇଠି ବି ଦେଖିବେ ଧୁରନ୍ଧର ଲାଗିଛି ଆଉ ଲଢ଼େଇ ଲାଗିଛି। ଧୁରନ୍ଧର ପରେ ଲଢ଼େଇଟିକୁ ଦେଖନ୍ତୁ ଆପଣ, କ'ଣ ଭାଇଲେନ୍ସ ଥିଲା ସେଟା ଆମେ ତ କହିପାରିବୁନି, ସେଟା ସିବିଏଫସିଙ୍କର କଥା। ସେ କୋଉଠି ଦେଖିଲେ ଅଧିକା କୋଉଠି ଦେଖିଲେ କମ ମୁଁ କହିପାରିବିନି, କିନ୍ତୁ ଲୋକମାନେ ଦେଖିଲେ ଜାଣିବେ ଯେ କୋଉଠି ଅଧିକା କୋଉଠି କମ ହେଇଛି, ଯେ ଆମର ବମ୍ବେ ଗଲା କି ଏହା ହେଇଥିବ ଯେ ଲୋହିତାକ୍ଷ ତ ବମ୍ବେରେ ତାର କ୍ୟାରିୟର ବନଉଥିଲା, ତ ସିଏ ବମ୍ବେ ନ ଗଲେ ସାର୍ଟିଫିକେଟ ଆସିବନି ବୋଲି ହେଇଥିବ। ଭଗବାନ କରିଥିବ। ଓଡ଼ିଶାରେ ସେଇଥିପାଇଁ ସେଇ ଗୋଟିଏ ଜିନିଷ ପାଇଁ ଯେ ଭାଉଲେଣ୍ଟ ବହୁତ ହେଇଗଲା ବୋଲି। ନୂଆ ଚେହେରା ଆସିଲେ କାଳେ ସୁପରଷ୍ଟାର ହେଇଯିବ, କିଛି ମନେ ଥିଲା? ଶୁଣନ୍ତୁ, ସେଇଟା ତ ମୁଁ ବି ମନରେ ନେଇନି। ନୂଆ ଷ୍ଟାର ତ ସେମିତି ବହୁତ ଆସୁଛନ୍ତି, ସେମିତି କ'ଣ ଆସୁନାହାନ୍ତି? ତ ଲୋହିତାକ୍ଷ ତ ନୂଆ ନୁହେଁ ନା, ବଡ଼ ହେଇକି ନୂଆ। ଲୋହିତାକ୍ଷ ତ ଦୀର୍ଘ 17 ବର୍ଷ ହେଲା ମାର୍କେଟରେ ଅଛି ନା, ତ ଫିଲ୍ମ ଲାଇନରେ ସେ ସମସ୍ତଙ୍କର ସାଙ୍ଗରେ ଫିଲ୍ମ କରିଛି। ସେ ଅନୁଭବ ହୁଅନ୍ତୁ, ସେ ବାବୁସାନ ହୁଅନ୍ତୁ, ଆମର ସବ୍ୟସାଚୀ ହୁଅନ୍ତୁ, ସମସ୍ତଙ୍କ ସାଙ୍ଗରେ ସେ ଆକ୍ଟିଂ କରିଛନ୍ତି। ତ ପିଲାଦିନୁ ତାଙ୍କୁ ସମସ୍ତେ ଜାଣିଛନ୍ତି। ଏହା କଥା ମଝିରେ ଟିକେ ଲିଭି ଯାଇଥିଲେ, କାହିଁକି ନା ସେ ହିନ୍ଦୀ ଫିଲ୍ମକୁ ଚାଲି ଯାଇଥିଲେ, ହିନ୍ଦୀ ଇଣ୍ଡଷ୍ଟ୍ରିକୁ ଚାଲି ଯାଇଥିଲେ ବୋଲି କିଛିଟା ଶିକ୍ଷା। ଆଶାବାଦୀ ତ ନିହାତି ଭାବରେ ପ୍ରଡ୍ୟୁସରର ଅଧିକାର ରହିବ, ସେଥିରେ କ'ଣ ଅଛି। କିନ୍ତୁ ନାଇଁ, ସେ କଥା ନୁହଁ। ଲୋକମାନେ ତାଙ୍କର ଭ୍ୟୁଟା ଦେଲେ ହିଁ ଆମର ଆଶାବାଦୀ ହଉ କି ନ ହଉ, ସେଇଟା ଆମର ସକ୍ସେସ୍ ବୋଲି ଆମେ ଜାଣିବୁ।